ପିଲାମାନେ ଆଗକୁ ହେଉଥିବା SSD ଯେଉଁ ସେବକ ସେବିକା ଏକ୍ଜାମ୍ ଥିଲା ତା'ର 17 ତାରିଖ ଦିନ ଯେଉଁ ହେବା ଥିଲା ସେଇଟା ପୋଷ୍ଟପୋନ୍ ହୋଇଯାଇଛି। ଠିକ୍ ଅଛି, କାହିଁକିନା ଓଡ଼ିଶା ବନ୍ଦ ହେଉଛି ସେଦିନ। କିନ୍ତୁ ଯାହାର 18 ତାରିଖ ଥିଲା ସେମାନେ କ'ଣ କରିବେ? ତାଙ୍କର ତ ଏକ୍ଜାମ୍ ହେବ 18 ତାରିଖ। ସରକାର କ'ଣ ଏଇଟା ବୁଝିପାରୁନି? 17 ତାରିଖ ଯେତେବେଳେ ବନ୍ଦ ଅଛି ସବୁ କିଛି ଯିବା ଆସିବା ପାଇଁ ସବୁ ବସ୍ ଯାହା ପରିବହନ ସୁବିଧା ଯାହା ବି ବନ୍ଦ ଅଛି, ପିଲାମାନେ ଯିବେ ଆସିବେ କେମିତି? ଆଉ 18 ତାରିଖ ସକାଳୁ ଫାର୍ଷ୍ଟ ଶିଫ୍ଟ ଏକ୍ଜାମ୍ ଦେବେ କେମିତି? ଗୋଟିଏ ପିଲାର ଯଦି 18 ତାରିଖ ସକାଳୁ ଫାର୍ଷ୍ଟ ଶିଫ୍ଟ ଏକ୍ଜାମ୍ ଅଛି ଆଉ ତା'ର ଯଦି କେଉଁ ମାଲକାନଗିରିରୁ ଭୁବନେଶ୍ୱର, ବଲାଙ୍ଗୀରଠୁ ଭୁବନେଶ୍ୱର ପଡ଼ିଛି, ତ ସେ ଆଗ ଦିନ ତ ଯିବା ପାଇଁ ପଡ଼ିବ ନା ତାକୁ ସକାଳୁ ଫାର୍ଷ୍ଟ ଶିଫ୍ଟ ଦେବା ପାଇଁ। କିନ୍ତୁ 17 ତାରିଖ ଦିନ ସବୁ ବନ୍ଦ ଅଛି, ତ ସେ ଯିବ କେମିତି, ପହଞ୍ଚିବ କେମିତି? ଆଉ 18 ତାରିଖ ଫାର୍ଷ୍ଟ ଯେଉଁ ସକାଳୁ ଏକ୍ଜାମ୍ ଆଟେଣ୍ଡ କରିବ କେମିତି? ୟା ଉପରେ ସରକାର କିଛି ବି ଧ୍ୟାନ ଦେଇନାହାନ୍ତି। ଦେଖନ୍ତୁ, କହିଛନ୍ତି 17 ଏକ୍ଜାମ୍ ଓନ୍ଲି ପୋଷ୍ଟପୋନ୍, କିନ୍ତୁ 18 ତାରିଖ ହେବ। ତ 18 ତାରିଖ ଯାହାର ଫାର୍ଷ୍ଟ ଶିଫ୍ଟ ଅଛି ସେ ଦେବ କେମିତି?